ଲୋକଲିଖିତ ସୁସମାଚାର 9 ପର୍ବ 18 ପଦରୁ 27 ପଦ ପାଠ କରିବା। ଥରେ ସେ ନିରୋଳାରେ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ। ଆଉ ସେ ସେମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକସାଧାରଣ କଣ କହନ୍ତି? ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି ଏଲିୟ, ଆଉ କେହି କେହି କହନ୍ତି ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହୋଇଅଛନ୍ତି। ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଣ କହୁଅଛ? ପିତର ଉତ୍ତର ଦେଲେ, ଈଶ୍ୱରଙ୍କର ଖ୍ରୀଷ୍ଟ। ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ ଆଜ୍ଞା ଦେଇ କହିଲେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖ ଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋର ଅନୁଗମନ କରୁ। କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ, କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ? ଯେଣୁ ଯେ କେହି ମୋର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର ପୁଣି ପବିତ୍ର ଦୂତମାନଙ୍କର ମହିମାରେ ଆଗମନ କରିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜାବୋଧ କରିବେ। କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ। ଆମେନ୍। ଯୀଶୁ କିଏ? এই ପ୍ରଶ୍ନର ଉତ୍ତର ଆମମାନଙ୍କୁ ବ୍ୟକ୍ତିଗତ ଭାବରେ ଦେବାକୁ ପଡିଥାଏ। ପ୍ରଭୁଙ୍କ ବାକ୍ୟରେ ପିତର ପୁସ୍ତକରେ ଲେଖା ହେଇଛି, ଲୋକେ ଯେବେ ପଚାରନ୍ତି ତୁମର ଭରସାର କାରଣ, ତାହେଲେ ତାହା ତୁମେ ସେ କାରଣ କହିବା ପାଇଁ ସର୍ବଦା ପ୍ରସ୍ତୁତ ଥାଅ ବୋଲିକି। କିନ୍ତୁ ହଁ, ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣ ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମମାନଙ୍କର ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ। ହଁ। ଏବେ ଆମମାନେ ଯୀଶୁଙ୍କ ଠାରେ ଯେ ବିଶ୍ୱାସ କରୁଅଛୁ, ତାଙ୍କ ଠାରେ ଆମମାନଙ୍କର ଭରସା ଅଛି, ତାହା ଆମମାନେ ସ୍ପଷ୍ଟ ଭାବରେ କହିବା ବା କହିବା ଜରୁରୀ ଅଟେ। ଲୋକମାନେ ବି ପଚାରନ୍ତି, ଯୁକ୍ତି ଆକାରରେ ହେଉ କିମ୍ବା ଆମକୁ ବିଭିନ୍ନ ପ୍ରକାରରେ, ବିଶେଷ କରି ଆମ ଉପରେ ଚାପ ପକେଇକି ଏହାର ଉତ୍ତର ପାଇବା ପାଇଁ ଲୋକ ଚାହାନ୍ତି, ଆଉ ତାହା ମାନଙ୍କ ସକାଶେ ଏକ ଆନନ୍ଦର ବିଷୟ ଅଟେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ତାହା ଜଣାଇବା ନିମନ୍ତେ ଆମେ କାହିଁକି ତାଙ୍କୁ ବିଶ୍ୱାସ କରୁଅଛୁ। ଆମେ ଯେଉଁ ଅଂଶ ପାଠ କଲୁ, ଲୋକ ତାର 9 ପର୍ବ 18 ପଦରୁ ଆମମାନେ ପାଠ କଲୁ। 18 ରୁ 20 ପଦ ଯୀଶୁ ପ୍ରାର୍ଥନା କରୁଅଛନ୍ତି। କଣ୍ଟେକ୍ସଟା, ଯୀଶୁ ପ୍ରାର୍ଥନା କରୁଅଛନ୍ତି। ସେହି ସମୟରେ ଶିଷ୍ୟମାନେ ତାଙ୍କ ନିକଟକୁ ଯାଇଅଛନ୍ତି, ଆଉ ଯୀଶୁ ପ୍ରଶ୍ନ ପଚାରୁଅଛନ୍ତି ଯେ ଲୋକମାନେ ତାଙ୍କ ବିଷୟରେ କଣ କହୁଅଛନ୍ତି ବୋଲି। ଲୋକମାନଙ୍କର ଉତ୍ତର ଟିକେ ଆମମାନେ ପଢିବା। କିଏ କିଏ ବାପ୍ତିଜକ ଯୋହନ ବୋଲି କହୁଅଛନ୍ତି, କିଏ କିଏ ଏଲିୟ ବୋଲି କହୁଅଛନ୍ତି, ଆଉ କିଏ କିଏ ପୁରା କାଳର ଭାବବାଦୀ ମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହୋଇଅଛନ୍ତି ବା ପୁରା କାଳର ଭାବବାଦୀ ମାନଙ୍କ ମଧ୍ୟରୁ ଜଣେ ଭାବବାଦୀ ଅଟନ୍ତି। ଏଇ କଣ୍ଟେକ୍ସଟରେ ଲୋକମାନଙ୍କର ଯୋଉ ଉତ୍ତର ଆମେ ଦେଖୁଅଛୁ, ସେ ଉତ୍ତର ଟିକେ ଧ୍ୟାନ କରୁ ଯେ ଯୀଶୁଙ୍କୁ ଲୋକମାନେ ଅତୀତର ଜଣେ ବ୍ୟକ୍ତି ଭାବରେ ପ୍ରକାଶ କରୁଅଛନ୍ତି। Jesus was a past tense for them. Jesus was a past tense for them.
ଲେଖା ଯାଇଛି ଡୁବକ ଜହନକୁ କାରାଗାରରେ ନିକ୍ଷେପ କରାଗଲା। ତାପରେ ତାଙ୍କର ମୁଣ୍ଡ କଟାଗଲା ଆଉ ସେ ମୃତ୍ୟୁ ଭୋଗ କଲେ। ତା ଅର୍ଥ ସେ ଜୀବିତ ନାହାନ୍ତି ଯୀଶୁ ଯେତେବେଳେ এই କଥା କହୁ ଅଛନ୍ତି। He was a recent past great person, a character. ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ଏଲିଓ। ଲଙ୍ଗ ଟାଇମ୍ ଏଗୋ, ଅନେକ ଦିନ ପୂର୍ବରେ ଈଶ୍ୱରଙ୍କର ସେବା କାର୍ଯ୍ୟ କରିଥିବା, ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିଥିବା ଜଣେ ଗ୍ରେଟ୍ ଈଶ୍ୱରଙ୍କର ଦାସ ଏଲିଓ ବୋଲିଥିଲେ। ସେ ମଧ୍ୟ ଏ ପାଷ୍ଟ ଟେନ୍ସ, ରିମୋଟ ପାଷ୍ଟ। ଆହୁରି ତୃତୀୟ ଉତ୍ତର ମଧ୍ୟ ସେହି ପ୍ରକାର ପୁରା କାଳର ହୋଇପାରେ, ଏଲିଓଙ୍କ ଠାରୁ ଆହୁରି ପୂର୍ବରୁ କିମ୍ବା ସେହି ସମୟର ପୁରା କାଳର ଭାବବାଦୀ ମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ଭାବବାଦୀ। ଏହା ଗୋଟେ ବିଷୟ ଭଲ ଜିନିଷ ଯେ ପୁନରୁତ୍ଥାନକୁ ବିଶ୍ୱାସ କରୁଅଛନ୍ତି ଲୋକମାନେ, ଆଉ ତାହା ସେମାନେ ଭାବୁ ଅଛନ୍ତି, କିନ୍ତୁ ଏକ୍ଜାକ୍ଟଲି ସେଇ ପ୍ରକାରେ ଏଠାରେ ପୁନରୁତ୍ଥାନ ବା ପୁନରୁତ୍ଥାନ ବିଷୟରେ ବାଇବଲ এই ପ୍ରକାରେ କୁହେ ନାହିଁ। ଅତଏବ ତିନୋଟି ଉତ୍ତର ଯୀଶୁଙ୍କୁ ଅତୀତକୁ ନେଇ ଯାଉଅଛି। ଯୀଶୁଙ୍କୁ ଅତୀତକୁ ନେଇ ଯାଉଅଛି। ଆଉ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ। 20 ପଦ ଜଣେ ପଢିବେ। ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଣ କହୁଅଛ? ପିତର ଉତ୍ତର ଦେଲେ, ଈଶ୍ୱରଙ୍କ ଖ୍ରୀଷ୍ଟ। ଏବେ ଯୀଶୁ ସେଇମାନଙ୍କୁ ପଚାରିଲେ। ଦ୍ୟାଟ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଲୋକମାନେ କଣ କହୁଅଛନ୍ତି ତାହା ତ ଓକେ, କିନ୍ତୁ ତୁମ୍ଭେମାନେ କଣ କହୁଅଛ? ଏଟା କାହାକୁ ପଚାରୁଛନ୍ତି? ଶିଷ୍ୟମାନଙ୍କୁ ପଚାରୁଛନ୍ତି। ଶିଷ୍ୟ କହିଲେ କଣ ବୁଝାଏ? ଶିଷ୍ୟ କହିଲେ ଯିଏ ତାଙ୍କର କଣ୍ଟିନ୍ୟୁସ୍ ଟେନ୍ସରେ ଅନୁଗମନ କରୁଅଛନ୍ତି। ଯୀଶୁଙ୍କୁ ଯୋଉମାନେ ବିଶ୍ୱାସ କରୁଅଛନ୍ତି, ଯୀଶୁଙ୍କ ପଛରେ ଯୋଉମାନେ ଯାଉଅଛନ୍ତି, ସେଇମାନଙ୍କ ଉପରେ ଏଇ ପ୍ରଶ୍ନ। ଆଉ ଏହା ଅତି ଜରୁରୀ ଅଟେ। ପ୍ରଶ୍ନ ତତ୍ସଙ୍ଗେ ସଙ୍ଗେ ସଠିକ ଉତ୍ତର। ସଠିକ ଉତ୍ତର। ପ୍ରଭୁଙ୍କର ଗୌରବ ହଉ ଯେ ଆମମାନଙ୍କୁ ଯେକୌଣସି ପ୍ରକାରେ ବର୍ତ୍ତମାନ ଦୁନିଆ ପଚାରୁଅଛି, ତୁମେ କାହିଁକି ଖ୍ରୀଷ୍ଟଙ୍କର? ପଇସା ପାଇକି, ଚାଉଳ ବସ୍ତା ପାଇକି, ନା ଏଜୁକେସନ ପାଇକି, ନା ଚାକିରି ପାଇକି, ଏହି ପ୍ରକାରେ ଆମମାନଙ୍କୁ ବର୍ତ୍ତମାନ ଦୁନିଆ ପ୍ରଶ୍ନ ପଚାରୁଅଛି। ତେବେ ଆମମାନଙ୍କ ପାଖରେ ଉତ୍ତର କଣ ଅଛି? ଆମମାନେ ଯେତେ ଜଣ ଯୀଶୁଙ୍କୁ ବିଶ୍ୱାସ କରୁଅଛୁ ଆଉ ଯୀଶୁଙ୍କର ଅନୁଗମନ କରୁଅଛୁ, ଯୀଶୁ ଆମ ପାଇଁ କିଏ ଅଟନ୍ତି? ଯୀଶୁ ଆମ ପାଇଁ କିଏ ଅଟନ୍ତି? ପିତରଙ୍କର ଉତ୍ତର ସଠିକ ଅଟେ। ପିତରଙ୍କର ଉତ୍ତର ସମ୍ପୂର୍ଣ୍ଣ ସଠିକ ଅଟେ। ଏ ବିଷୟରେ ଅଲଗା ଜାଗାରେ କୁହାଯାଏ ଯେ ଏହା ସ୍ୱର୍ଗସ୍ଥ ପିତା ତାହାଙ୍କ ନିକଟରେ ପ୍ରକାଶ ଯାହା କରିଛନ୍ତି ତାହା ସେ କହି ଅଛନ୍ତି ବୋଲିକି। ଅତଏବ ସ୍ୱର୍ଗସ୍ଥ ପିତା ଖ୍ରୀଷ୍ଟଙ୍କ ବିଷୟରେ ସଠିକ ପ୍ରକାଶନ ଦିଅନ୍ତି, ଅନ୍ୟ କେହି ନୁହେଁ। ଆଉ ପିତର ତାହା ଜାଣି କହୁଅଛନ୍ତି ଯେ ଈଶ୍ୱରଙ୍କ ଖ୍ରୀଷ୍ଟ। এটা ପ୍ରେଜେଣ୍ଟ ଟେନ୍ସ। ଅନ୍ୟମାନଙ୍କର କଥା ପାଷ୍ଟ କ୍ରାଇଷ୍ଟ। ପୂର୍ବ ମାନେ ଅତୀତର ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନେ କହୁଛନ୍ତି। ତାମାନେ ଅତୀତ ବିଷୟରେ ଯାହା ଧାରଣା ସେହି ବିଷୟ ସେମାନେ କହୁଅଛନ୍ତି। କିନ୍ତୁ ଯୀଶୁ ଯେତେବେଳେ ଶିଷ୍ୟମାନଙ୍କୁ ପଚାରୁଅଛନ୍ତି ଆଉ ସେମାନଙ୍କ ମଧ୍ୟରୁ ପିତର ଯୋଉ ଉତ୍ତର ଦେଉଛନ୍ତି ତାହା ଏକ୍ଜାକ୍ଟଲି ନାଓ, କ୍ରାଇଷ୍ଟ ଏଟ୍ ନାଓ। ଖ୍ରୀଷ୍ଟ ବର୍ତ୍ତମାନ କିଏ ଅଟନ୍ତି, ଦାଟୁ ନିଜ ନିମନ୍ତେ କିଏ ଅଟନ୍ତି ତାହା ଅଟେ। ଏ ପର୍ସନାଲ ଫେଥ୍, ପର୍ସନାଲ କନଭିକ୍ସନ, ପର୍ସନାଲ ରିଲେସନସିପରେ ଥିବା ପ୍ରେଜେଣ୍ଟ କ୍ରାଇଷ୍ଟ ଅଟନ୍ତି। ବର୍ତ୍ତମାନ ଈଶ୍ୱରଙ୍କ ସହିତ ସମ୍ପର୍କରେ ଥିବା ବା ଖ୍ରୀଷ୍ଟଙ୍କ ସହିତ
ତାଙ୍କ ସହିତ ସମ୍ପର୍କରେ ଥିବା ଖ୍ରୀଷ୍ଟଙ୍କୁ ବର୍ତ୍ତମାନ କାଳରେ ପିତର ପ୍ରକାଶ କରୁ ଅଛନ୍ତି ଈଶ୍ୱରଙ୍କ ଖ୍ରୀଷ୍ଟ। ଈଶ୍ୱରଙ୍କ ଖ୍ରୀଷ୍ଟ କହିଲେ ଅଭିଷିକ୍ତ ବ୍ୟକ୍ତି ଅଟନ୍ତି। କାହିଁକି ଅଭିଷିକ୍ତ? ପରିତ୍ରାଣ ଦେବା ନିମନ୍ତେ ଅଟନ୍ତି। ଆଉ ଈଶ୍ୱରଙ୍କର ଖ୍ରୀଷ୍ଟ କହିଲେ ଈଶ୍ୱରଙ୍କ ଦତ୍ତ ବା ଈଶ୍ୱର ପ୍ରେରିତ ପରିତ୍ରାଣକର୍ତ୍ତା ଅଟନ୍ତି। ଈଶ୍ୱରଙ୍କ ଦ୍ଵାରା ଅଭିଷିକ୍ତ, ଈଶ୍ୱରଙ୍କ ଦ୍ଵାରା ପ୍ରେରିତ, ଈଶ୍ୱରଙ୍କ ଦ୍ଵାରା ମନୋନୀତ, ଚୁନା ଯାଇଥିବା, ମନୋନୟନ କରାଯାଇଥିବା ଖ୍ରୀଷ୍ଟ ମାନେ ଯୀଶୁ ସେ ଅଟନ୍ତି ପରିତ୍ରାଣ ଦେବା ନିମନ୍ତେ। ସେଥିପାଇଁ ତାଙ୍କର ନାମ ଖ୍ରୀଷ୍ଟ ଅଟେ। ଏବେ ଏହି ପଦରେ ହିଁ ଆମମାନଙ୍କର ଖ୍ରୀଷ୍ଟଙ୍କ ସହିତ ଥିବା ସମ୍ପର୍କ, ଖ୍ରୀଷ୍ଟଙ୍କୁ ଜାଣିଥିବା ସମ୍ପର୍କ ସ୍ପଷ୍ଟ ପ୍ରକାଶ କରୁଅଛି। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମ ପାଇଁ ଖ୍ରୀଷ୍ଟ କିଏ ଅଟନ୍ତି? ଅନେକ ସମୟରେ ଆମମାନେ ଶୁଣି ଆସୁଛୁ, ଏବେ ମଧ୍ୟ ଶୁଣି ଆସୁଛୁ, ଖ୍ରୀଷ୍ଟ ଆଶ୍ଚର୍ଯ୍ୟ କର୍ମକାରୀ ଈଶ୍ୱର ଅଟନ୍ତି। ତୁମେ ଯୀଶୁଙ୍କୁ କାହିଁକି ବିଶ୍ୱାସ କରୁଛ, ସେ କିଏ ବୋଲି ଜାଣିଛ ବୋଲି କହିଲେ, ଆମ ଜୀବନରେ ପରମେଶ୍ୱର ଯୋଉ କାର୍ଯ୍ୟ କରି ଅଛନ୍ତି ତାହାକୁ ଆମମାନେ କୋଟ କରୁ। ତା ଠିକ ଅଟେ, ଭୁଲ ନୁହେଁ ଯେ ମତେ ସୁସ୍ଥ କଲେ, ମତେ ଚାକିରି ଦେଲେ, ମତେ ଇତ୍ୟାଦି କଲେ, ବଡ କଲେ, ଏସବୁ ଜିନିଷ ଗୁଡାକ ଫାଇନ, ବଟ କିନ୍ତୁ ଖ୍ରୀଷ୍ଟ ସେଥିପାଇଁ, ସେ ସବୁ ପାଇଁ ଜଗତକୁ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ହୋଇ ନଥିଲେ। ଆଗରୁ ଆଲୋଚନା କରିଛୁ, ଯୀଶୁଙ୍କର ଜନ୍ମ, ଯୀଶୁଙ୍କର ଜୀବନ, ଯୀଶୁଙ୍କର ମରଣ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଅଟେ। ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଅଟେ। ଯୀଶୁ ଏହି ପିତରଙ୍କ ଠାରୁ ସେହି ବାକ୍ୟ ଶୁଣିଲା ପରେ ତାପରେ 23 ପଦରେ କହୁଅଛନ୍ତି, 23 ପଦ ପଢିବା। ଲୁକ 9 ପର୍ବ 23 ପଦ। ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ଖ୍ରୀଷ୍ଟଙ୍କର ଅନୁଗାମୀ ଏବେ କିଏ ଅଟନ୍ତି? ଏ ଯେ ଆମର ପ୍ରଶ୍ନ ଅଛି, ଖ୍ରୀଷ୍ଟ କିଏ ଅଟନ୍ତି? ଏବେ ଆର ପ୍ରଶ୍ନଟା, ଆର ପଟଟା, ମୁଦ୍ରାର ଆର ପଟ ପ୍ରଶ୍ନ ହଉଛି, ଖ୍ରୀଷ୍ଟଙ୍କର ଅନୁଗାମୀ କିଏ ଅଟନ୍ତି? ଯୀଶୁ ତାହା ପ୍ରକାଶ କରୁଛନ୍ତି, କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ଏହି ପ୍ରକାରରେ ସେ କରୁ, ଆଉ ମୋହର ଅନୁଗମନ କରୁ ବୋଲି କହୁଅଛନ୍ତି। ତେବେ ଖ୍ରୀଷ୍ଟଙ୍କୁ ପ୍ରେଜେଣ୍ଟ ଟେନ୍ସରେ ଜାଣିବା ଆମମାନଙ୍କର ପ୍ରେଜେଣ୍ଟ ଟେନ୍ସର ଅନୁଭୂତି ଦରକାର ଅଟେ। ଆଉ ପ୍ରେଜେଣ୍ଟ ଟେନ୍ସର ଅନୁଭୂତି କଣ ଅଟେ? ସେଟା ପ୍ରେଜେଣ୍ଟ ଟେନ୍ସରେ ହିଁ କୁହାଯାଇଅଛି 23 ପଦରେ, ଯେ କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣାକୁ ଅସ୍ୱୀକାର କରିବା କହିଲେ କଣ ବୁଝ? ଆପଣା କ୍ରୁଶ ଘେନି ତାଙ୍କ ପଛରେ ଯିବା କହିଲେ କଣ ବୁଝୁ? ଆପଣାକୁ ଅସ୍ୱୀକାର କହିଲେ ମୋ ଠାରେ ଥିବା ସେଇ ଅହଂ ଭାବ, ମୋ ଠାରେ ଥିବା ସେ ବଡ ପଣିଆଟା, ବଡ ପଣିଆ, ବଡ ଧନ, ବଡ ମାନ, ବଡ ସମ୍ମାନ, ବଡ ପଦବୀ, ବଡ ଶିକ୍ଷା, ବଡ ଅନୁଭୂତି, ଏସବୁ ଜିନିଷ ର ସମ୍ ଟୋଟାଲ ଅହଂ ଭାବ, ସେହି ବିଷୟକୁ ଅସ୍ୱୀକାର କରିବ। ସେହି ବିଷୟ ମୁଁ ନୁହେଁ, ମୁଁ ନୁହେଁ। ତେବେ କିଏ ଆପଣାକୁ ଅସ୍ୱୀକାର କରୁ ଏବଂ ଆପଣା କ୍ରୁଶ ଘେନି ପ୍ରତିଦିନ ମୋର ଅନୁଗମନ କରୁ। ତେବେ ଯୀଶୁଙ୍କର ଅନୁଗାମୀ କିଏ ଅଟନ୍ତି?
ଯୀଶୁଙ୍କର ଅନୁଗାମୀ କିଏ ଅଟନ୍ତି? ଯିଏ ଦେଖିବା କିଏ ଅଟନ୍ତି? 22 ପଦ ପଢିବେ ଦୟାକରି। ମନୁଷ୍ୟ ପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖ ଭୋଗ କରିବାକୁ ହେବ ଏବଂ ପ୍ରାଚୀନ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଯୀଶୁ 23 ପଦରେ କହୁଛନ୍ତି କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ମୋହର କହିଲେ କିଏ? ଯୀଶୁ। ପ୍ରଶ୍ନ ହେଲା କୋଉ ଯୀଶୁ? এই କଣ୍ଟେକ୍ସଟ ଅନୁସାରେ 22 ପଦର ଯୀଶୁ, 22 ପଦର ଯୀଶୁ ଅଟନ୍ତି। 22 ପଦରେ ଯୀଶୁଙ୍କ ବିଷୟରେ ଯୀଶୁ କଣ କହୁଛନ୍ତି? ସେ କହୁଛନ୍ତି ବାଇଶ ପଦରେ ଯୀଶୁ କହୁଛନ୍ତି ଯେ ମନୁଷ୍ୟ ପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖ ଭୋଗ କରିବାକୁ ହେବ। ବହୁତ ଦୁଃଖ ଭୋଗ କରିବାକୁ ହେବ ଯୀଶୁଙ୍କୁ। ଯେତେବେଳେ ଏଇଟା କହୁଛନ୍ତି ତାହାର ଭବିଷ୍ୟତରେ ସେଟା ଘଟିବାକୁ ଯାଉଅଛି। ଏବଂ ପ୍ରାଚୀନ ପ୍ରଧାନ ଯାଜକ ଓ ଶାସ୍ତ୍ରୀ ମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେବାକୁ ପଡିବ ଏବଂ ସେମାନଙ୍କ ଦ୍ୱାରା ହତ ହେବାକୁ ପଡିବ, ପୁଣି ତୃତୀୟ ଦିବସରେ ଉଚିତ ହେବାକୁ ହେବ। ଏ ଚାରୋଟି ବିଷୟ ସେ ସ୍ପଷ୍ଟ କରି ଦେଉଅଛନ୍ତି। ପ୍ରଥମ ହେଲା ଦୁଃଖ ଭୋଗ, ଦ୍ୱିତୀୟ ହେଲା ଅଗ୍ରାହ୍ୟ, ତୃତୀୟ ହେଲା ମୃତ୍ୟୁ ଭୋଗ, ଚତୁର୍ଥ ହେଲା ପୁନରୁତ୍ଥାନ। ଖ୍ରୀଷ୍ଟଙ୍କର ଜୀବନ ବା ସୁସମାଚାର କହିଲେ ଏଇ ଜିନିଷକୁ ପ୍ରକାଶ କରେ। ଏହି ଖ୍ରୀଷ୍ଟଙ୍କୁ ପ୍ରକାଶ କରେ, ଯୋଉ ଯୀଶୁ କି ଲୋକମାନଙ୍କ ଦ୍ୱାରା ବହୁତ ଦୁଃଖ ଭୋଗ ପାଇ ଅଛନ୍ତି, ଅଗ୍ରାହ୍ୟ ହୋଇ ଅଛନ୍ତି ବଛା ବଛା ଲୋକମାନଙ୍କ ଦ୍ୱାରା। କାହା କାହା ଦ୍ୱାରା? ପ୍ରାଚୀନ ମାନଙ୍କ ଦ୍ୱାରା, ପ୍ରଧାନ ଯାଜକଙ୍କ ଦ୍ୱାରା ଓ ଶାସ୍ତ୍ରୀ ମାନଙ୍କ ଦ୍ୱାରା। ପ୍ରାଚୀନ ମାନେ ଯେକୌଣସି ସମୟର ଧର୍ମ ରକ୍ଷାର ପିଲର ଅଟନ୍ତି, ସ୍ତମ୍ଭ ଅଟନ୍ତି। ସେମାନେ ଯାହା ବିଶ୍ୱାସ କରି ଆସିଥାନ୍ତି ତାହା ସତ ବୋଲିକି ସମାଜ ଗ୍ରହଣ କରେ। ଯିହୁଦୀ ଧର୍ମ ବିଶ୍ୱାସରେ, ଯିହୁଦୀ ବିଶ୍ୱାସ ମତରେ ମଧ୍ୟ ପ୍ରାଚୀନ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବା ଥିଲା। ପ୍ରଧାନ ଯାଜକ ମାନଙ୍କ ମଧ୍ୟରୁ ଯିଏ ପ୍ରଧାନ ଯାଜକ, ସେହି ବର୍ଷ ଯିଏ ମହାପବିତ୍ର ସ୍ଥାନକୁ ସେହି ବଳିକୃତ ରକ୍ତ ନେଇକି ସିଞ୍ଚନ କରିବା ପାଇଁ ମନୋନୀତ ହୋଇଥିବେ, ସେ ପ୍ରଧାନ ଯାଜକ। କିଏ ସିଏ? ଯିଏ କି ଯେତେ ଥର ମହାପବିତ୍ର ସ୍ଥାନକୁ ଯାଉଥିଲେ ଏବଂ ସେତେଥର ଗୌରବମୟ ଈଶ୍ୱରଙ୍କର ଗୋଟେ ଫିଜିକାଲ ଗୌରବ ଦେଖିବା, ଅନୁଭବ କରିବା ସୁଯୋଗ ସେ ପାଉଥିଲେ। ଅତଏବ ସେହି ମହାଯାଜକ ମଧ୍ୟ ଅଗ୍ରାହ୍ୟ କରୁଅଛନ୍ତି ଯୀଶୁଙ୍କୁ। ପ୍ରାଚୀନ ମାନେ ଅଗ୍ରାହ୍ୟ କଲେ, ମହାଯାଜକ ଅଗ୍ରାହ୍ୟ କଲେ। ତାପରେ ଶାସ୍ତ୍ରୀ ମାନେ ହେଉଅଛନ୍ତି ଶାସ୍ତ୍ରକୁ ଜାଣିଥିବା ଏବଂ ଶିକ୍ଷା ଦେଉଥିବା ଲୋକମାନେ। ତେବେ ଏଇ ତିନୋଟି ଭେରାଇଟିର କ୍ଲାସର ଲୋକମାନେ ଈଶ୍ୱରଙ୍କୁ ଜାଣିଥିବା ଲୋକ, ତାଙ୍କ ହିସାବରେ ଈଶ୍ୱରଙ୍କୁ ଜାଣିଥିବା ଲୋକ ଅଟନ୍ତି। ଶାସ୍ତ୍ରକୁ ଜାଣିଥିବା ଲୋକ ଏବଂ ସେହିମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରୁଅଛନ୍ତି। ଏବେ ଯେଉଁ ବ୍ୟକ୍ତିଙ୍କୁ ସମସ୍ତ ମୁଖ୍ୟ ଲୋକମାନେ ଅଗ୍ରାହ୍ୟ କରିଅଛନ୍ତି, ସେହି ଯୀଶୁଙ୍କୁ ଯିଏ ଅନୁଗମନ କରୁଅଛି ସେ ହିଁ ଖ୍ରୀଷ୍ଟିଆନ ଅଟେ। ଅର୍ଥାତ୍ ଯୋଉ ଖ୍ରୀଷ୍ଟଙ୍କୁ ମୁଖ୍ୟ ଲୋକମାନେ
ପ୍ରତ୍ୟାଖ୍ୟାନ କରିଅଛନ୍ତି, ସେହି ଖ୍ରୀଷ୍ଟଙ୍କୁ ଯିଏ ଅନୁଗମନ କରୁଅଛି, କରୁଥିଲା ନୁହେଁ, କରୁଅଛି, ସେହି ଖ୍ରୀଷ୍ଟିଆନ ଅଟେ। ଆଉ ସେହି ଅନୁଗମନ କେତେବେଳେ ହେବ? ଏଇ ଖ୍ରୀଷ୍ଟ ସେଇ ପ୍ରକାର ହେଲେ, ଖ୍ରୀଷ୍ଟଙ୍କୁ ଅନୁଗମନ କରିବା ପାଇଁ ଆମକୁ ମଧ୍ୟ ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ମଧ୍ୟ ଦୁଃଖ ଭୋଗ ଅଛି। ଯେହେତୁ ଆମମାନଙ୍କର ପ୍ରଭୁ ଦୁଃଖ ଭୋଗ କରିଅଛନ୍ତି, ସେ ତାଙ୍କର ଆମେ ଅନୁଗାମୀ ଅଟୁ। ପୁଣି ଆମମାନେ ତାଙ୍କୁ ଲୋକମାନେ ଅଗ୍ରାହ୍ୟ କଲେ, କେହି ଗ୍ରହଣ କଲେ ନାହିଁ। ଆମକୁ ମଧ୍ୟ ଲୋକମାନେ ଅଗ୍ରାହ୍ୟ କରିବେ, ଆଦର ସମ୍ମାନ ଦେବେ ନାହିଁ, ବରଂ ପ୍ରତ୍ୟାଖ୍ୟାନ କରିବେ, ଅଗ୍ରାହ୍ୟ କରିବେ, ଘୃଣା କରିବେ ଏବଂ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ମୃତ୍ୟୁ ଭୋଗ କରିବାକୁ ପଡ଼ିବ। ସେଟା ଈଶ୍ୱରଙ୍କ ଦ୍ଵାରା ମନୋନୀତ ଲୋକମାନଙ୍କ ଦ୍ଵାରା ହିଁ ତାହା ହେବ। ଅତଏବ ଏହି ପ୍ରକାର ଖ୍ରୀଷ୍ଟଙ୍କୁ ଅନୁଗମନ କରିବା ପାଇଁ ହେଲେ ଆମକୁ ମଧ୍ୟ ସେ ସବୁର ଅଂଶୀଦାର ହେବାକୁ ପଡ଼େ। ଆଉ ତାହା କେତେବେଳେ ସମ୍ଭବ? ନିଜକୁ ଅସ୍ୱୀକାର କଲେ ହିଁ ତାହା ସମ୍ଭବ ହେଇପାରିବ। ଅନ୍ୟ ଲୋକମାନେ ଯେତେବେଳେ ଆମକୁ ଅଗ୍ରାହ୍ୟ କରନ୍ତି, ଆମର ଗୁରୁତ୍ୱକୁ, ଆମର ମହତ୍ୱକୁ, ଆମର ସତ୍ୟତାକୁ ସ୍ୱୀକାର କରନ୍ତି ନାହିଁ, ବହୁତ କଷ୍ଟ ଲାଗେ। ଏଟା ହଉଛି ଆମର ଅହଂଭାବକୁ ଆଘାତ କରିବାର ଅନୁଭୂତି ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁଙ୍କ ନିମନ୍ତେ ପ୍ରତ୍ୟାଖ୍ୟାତ ହେବା ସହଜ ବିଷୟ ନୁହେଁ। ଆମମାନଙ୍କ ଅନ୍ତରରେ ଗୋଟେ ଟେଣ୍ଡେନ୍ସି, ମନୁଷ୍ୟର ଗୋଟେ ଭାବ ସମସ୍ତଙ୍କ ପାଖରେ ସବୁ ସମୟରେ ତାହା ଥାଏ। କଣ? ଲୋକମାନଙ୍କ ଦ୍ଵାରା ଗୃହୀତ ହେବା, ଲୋକମାନେ ଆମମାନଙ୍କୁ ଗ୍ରହଣ କରନ୍ତୁ। Being accepted by the people around is a honorable thing for us personally, for any human being. Sorry. ଲୋକମାନଙ୍କ ଦ୍ଵାରା ଗୃହୀତ ହେବା, ଲୋକମାନଙ୍କ ଦ୍ଵାରା ପ୍ରଶଂସିତ ହେବା, ଲୋକମାନଙ୍କ ଦ୍ଵାରା ଉଚ୍ଚୀକୃତ ହେବା ଆମେ ସମସ୍ତେ ଚାହୁଁ। ଆଜିକାଲିର ଜମାନା ୟୁଟ୍ୟୁବର ହେବା, ସୋସିଆଲ ମିଡିଆ ଦ୍ଵାରା ନିଜକୁ ବଡ଼ ବୋଲିକି ଦେଖେଇ ହେବା, ପ୍ରକାଶ କରିବା, এটা ପୁରା ସେଇ ଟ୍ରେଣ୍ଡ ଚାଲିଅଛି ଏହି ଯୁଗରେ। ସେଥିପାଇଁ ପ୍ରତି ପ୍ରୋଗ୍ରାମ ଯିଏ ବି ଦିଅନ୍ତି, ଶେଷରେ କଣ ବୋଲି କୁହନ୍ତି କି ଜଣେ କହିବ? ସୋସିଆଲ ମିଡିଆର ଲାଙ୍ଗୁଏଜ 1 2 3ଟା ଜିନିଷ ବ୍ୟବହାର କରାଯାଏ। କିଏ କହିବେ? ଲାଇକ୍ କରିଦେବେ, ସବସ୍କ୍ରାଇବ କରିଦେବେ, ଆଉ ଗୋଟେ ସେୟାର କରିବେ। ଆଉ ଗୋଟେ ସେୟାର କରିଦେବେ। ଥ୍ୟାଙ୍କ ୟୁ। ଏଇଟା ହଉଛି ବର୍ତ୍ତମାନର ଟ୍ରେଣ୍ଡ। ଏସବୁ କଣ ଅଟେ? ନିଜକୁ ବଡ଼, ଗ୍ରେଟ, ମହାନ ବୋଲିକି ପ୍ରକାଶ କରିବାର ଗୋଟେ ପ୍ରୟାସ ଅଟେ, ଇଚ୍ଛା ଅଟେ, ଇଚ୍ଛା ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଆମର ଲୋକମାନେ ମଧ୍ୟ କହିବାଟା ମୁଁ ଶୁଣିଛି, ମତେ ବହୁତ କଷ୍ଟ ଲାଗେ। ଈଶ୍ୱରଙ୍କର ଲୋକମାନେ, ଯୋଉମାନେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରୁଅଛନ୍ତି ଆଉ ମଣ୍ଡଳୀ ନିମନ୍ତେ ବହୁତ ବଡ଼ ଆଶୀର୍ବାଦର କାରଣ ହୋଇଅଛନ୍ତି, ସେମାନଙ୍କ ବିଷୟରେ ମଧ୍ୟ ମୋର ବନ୍ଧୁମାନେ ବା ମୋ ଲୋକମାନେ କହିବାଟା ଶୁଣିଛି। ସେ ଆଜ୍ଞାଙ୍କର ଏତେ ଫଲୋଅର୍ସ ଅଛନ୍ତି, ଏତେ ଫଲୋଅର୍ସ ଅଛନ୍ତି। ଲୋକ 9 ପର୍ବ 23 ପଦ କଣ କହୁଅଛି? କାହାର ଅନୁଗମନ କରିବା ବିଷୟରେ ଲେଖା ହେଇଛି? ଖ୍ରୀଷ୍ଟଙ୍କର, ମୋର ନୁହେଁ। ମୋର ପ୍ରୋଗ୍ରାମକୁ କେତେ ଜଣ ଲାଇକ୍ କରୁଛନ୍ତି, ଭିଉ କରୁଛନ୍ତି, ସବସ୍କ୍ରାଇବ କରୁଛନ୍ତି, ସେୟାର କରୁଛନ୍ତି, ଆଉ ଟ୍ୱିଟରରେ କେତେ ଫଲୋ କରୁଛନ୍ତି, ସେଟା ମୁଁ କିଏ? ଯଦି ତାହା ପଛରେ ମୋର ମାନସିକତା ଅଛି, ତାହେଲେ ନା ମୁଁ ଆପଣଙ୍କୁ ଅସ୍ୱୀକାର କରୁଅଛି, ନା ମୋର କୃଷ ଘେନିକି ମୁଁ
ଈଶ୍ୱରଙ୍କର ବା ଖ୍ରୀଷ୍ଟଙ୍କର ଅନୁଗମନ କରୁଛି। ଆପଣଙ୍କୁ ଅସ୍ୱୀକାର କଲେ ତ ଖ୍ରୀଷ୍ଟଙ୍କର ଅନୁଗମନ ଚାନ୍ସ ନାହିଁ ନା, ହେଇପାରିବ ନାହିଁ। ଅତଏବ ଖ୍ରୀଷ୍ଟ କଣ ଚାହାନ୍ତି ଆମ ଠାରୁ? ମୋ ପାଇଁ ଖ୍ରୀଷ୍ଟ କିଏ ଅଟନ୍ତି? ଖ୍ରୀଷ୍ଟ ମୋ ପାଇଁ କ୍ରୁଶରେ ହତ ହୋଇ ଅଛନ୍ତି। ଏବେ ମୁଁ ମୋ ନିଜ ପାଇଁ କ୍ରୁଶରେ ହତ ହେଉଅଛି କି? ହତ ହେବା ଜରୁରୀ ଅଟେ। ସେଥିପାଇଁ ଯୀଶୁ କହିଲେ, ଗୋଟେ ପାଠ ହେଲା ଅସ୍ୱୀକାର, ଆପଣାକୁ ଅସ୍ୱୀକାର କରିବା। ଏବଂ ଦ୍ୱିତୀୟରେ ଯୀଶୁ କହିଲେ ଯେ ପ୍ରତିଦିନ ଆପଣା କ୍ରୁଶ ଘେନି ମୋର ଅନୁଗମନ କରୁ। ଏ ବିଷୟ ଆଗରୁ ଆଲୋଚନା କରିଛୁ, କିନ୍ତୁ ଏ କଣ୍ଟେକ୍ସଟ ସତ୍ୟ ହିସାବରେ ଆମେ ବୁଝିବା ଆବଶ୍ୟକ, ଜାଣିବା ଆବଶ୍ୟକ ଯେ ଆପଣା କ୍ରୁଶ ଘେନି ତାଙ୍କର ଅନୁଗମନ କରିବେ। କ୍ରୁଶ ହଉଛି ପାପ ନିମନ୍ତେ ସବୁଠାରୁ ବଡ ଦଣ୍ଡର ସ୍ଥାନ ଅଟେ। ପାପର ବଡ ଦଣ୍ଡର ସ୍ଥାନ ଅଟେ। ଯୋଉ ଲୋକଙ୍କର ବଞ୍ଚିବାର ଅଧିକାର ନଥିବ, ଏତେ ବଡ କ୍ରାଇମ କରିଥିବ, ସେଇପରି ବ୍ୟକ୍ତିଙ୍କୁ ଜିଅନ୍ତା କ୍ରୁଶରେ ଟଙ୍ଗାଇ ଦିଆଯାଉଥିଲା। ଜିଅନ୍ତା କ୍ରୁଶରେ ଟଙ୍ଗାଇ ଦିଆଯାଉଥିଲା। ଏବେ ଯୀଶୁ ଆମମାନଙ୍କୁ ଏହା କୁହନ୍ତି ଯେ ତାଙ୍କର ଅନୁଗମନ କରିବାକୁ ହେଲେ ଆପଣା କ୍ରୁଶ ଘେନି ତାଙ୍କର ଅନୁଗମନ କରିବେ। କ୍ରୁଶକୁ ରଖିଦେଇକି କ୍ରୁଶକୁ ନେଇକି କହିଲେ ପାପ କରିବାର ସ୍ୱଭାବ ବଡ ବୋଲି ଦେଖେଇ ହେବାର ଯୋଉ ଲାଳସା, ବାସନା, ଇଚ୍ଛାକୁ ଏବଂ ପାପ କରିବାର ଏବଂ ବଡ ବୋଲି ଦେଖେଇବାର ଏହି ବାସନାକୁ କ୍ରୁଶରେ କ୍ରୁଶାର୍ପିତ କରିବା ଆବଶ୍ୟକ ଅଟେ। ଅତଏବ କ୍ରୁଶାର୍ପିତ ହୋଇକି ହିଁ ଯୀଶୁଙ୍କର ଅନୁଗମନ କରିବା। ଆପଣା କ୍ରୁଶ ଘେନି କହିଲେ ଏଟା ଏଇ ପ୍ରକାର ସିମ୍ପଲି ଗୋଟେ ବୋହିବା ଭଳିଆ ଗୋଟେ ଜିନିଷ ନୁହେଁ, ଲଙ୍ଗଳ ବୋହିଲା ଭଳିଆ ନୁହେଁ। এই କ୍ରୁଶଟା କ୍ରୁଶରେ ମରିବାଟାକୁ ପ୍ରକାଶ କରେ, ମରିବାଟାକୁ ପ୍ରକାଶ କରେ। ଏବେ ଦେଖନ୍ତୁ, ଏହି ବିଷୟ ଆମ ପାଇଁ ବହୁତ ଜରୁରୀ ଅଟେ, ବହୁତ ଜରୁରୀ ଅଟେ। ନେକ୍ସଟ ଏ କ୍ରମରେ ଆମେ ଦେଖିବା ଯେ ଯୀଶୁଙ୍କ ଅନୁଗମନ କରିବାକୁ ହେଲେ ଆପଣାକୁ ଅସ୍ୱୀକାର କରେ, ଆପଣାକୁ ଅସ୍ୱୀକାର କରେ। ଗାଲାତ୍ୟ 2:20 ଏବଂ 6:14 ଟିକେ ପଢିବା। ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୋ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ପୁତ୍ର ମତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କ ଠାରେ ବିଶ୍ୱାସ କରି ଯାପନ କରୁଅଛି। ଭାଇ ଭଉଣୀ ମାନେ, ଏଠି ଦେଖୁ, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। କୋଉ ଟେନ୍ସ ଏଟା? ପ୍ରେଜେଣ୍ଟ ଟେନ୍ସ, ଏବେର କଥା। ହୋଇଅଛି ପ୍ରେଜେଣ୍ଟ ପରଫେକ୍ଟ ଅଟେ। କ୍ରୁଶରେ ହତ ହୋଇଅଛି କାହା ସହିତ? ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ। ଜୀବିତ ନୁହେଁ ବୋଲି ମୃତ ଲୋକ କହିପାରିବେ କି? ଶାରୀରିକ ଭାବରେ ଜୀବିତ, କିନ୍ତୁ ଏହି ମନୋଭାବ ଅନୁସାରେ ସେ କ୍ରୁଶାର୍ପିତ ଅଟନ୍ତି। ନିଜକୁ ଅସ୍ୱୀକାର କରିବା ବୋଲି ଯୋଉଟା, ଆପଣା କ୍ରୁଶ ଘେନିବା ବୋଲି ଯୋଉଟା, ଏଠାରେ ସ୍ପଷ୍ଟ କରିଦେଉଛି ଈଶ୍ୱରଙ୍କର ବାକ୍ୟ ଯେ କ୍ରୁଶରେ ଯୀଶୁଙ୍କ ସହିତ କ୍ରୁଶାର୍ପିତ ହେବା। ଯୀଶୁ ମୋ ଯେଉଁ ପାପ ପାଇଁ କ୍ରୁଶାର୍ପିତ ହୋଇଅଛନ୍ତି, ସେହି ପାପ କରିବାର ବାସନା ଗୁଡାକ ଏବେ ମଧ୍ୟ ମୋ ଜୀବନରେ ଥରକୁ ଥର ଉଙ୍କି ମାରେ। ଆଉ ସେଇ ଉଙ୍କି ମାରୁଥିବା ପାପ କରିବାର ଇଚ୍ଛା ସବୁକୁ ମୁଁ କ୍ରୁଶାର୍ପିତ କରିବା ଜରୁରୀ ଅଟେ। ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ମୁଁ ମୃତ, ଖ୍ରୀଷ୍ଟ ଜୀବିତ।
ମୁଁ ମୃତ, ଖ୍ରୀଷ୍ଟ ଜୀବିତ ଏବଂ ପୁଣି ମୋ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି ତାହା ବିଶ୍ୱାସରେ ହଁ, କାହାକୁ ବିଶ୍ୱାସ କରିବ? ଲେଖା ହେଇଛି ଈଶ୍ୱରଙ୍କର ଯେଉଁ ପୁତ୍ର ମତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ ତାହାଙ୍କ ଠାରେ ବିଶ୍ୱାସ କରି ଯାପନ କରୁଅଛି। ଖ୍ରୀଷ୍ଟଙ୍କର କ୍ରୁଶରେ ମୃତ୍ୟୁ ଭୋଗ ଫାଷ୍ଟ ଟେନ୍ସ ଅଟେ, ଅତୀତ ଅଟେ। ତାହା ବିଶ୍ୱାସ ଏବେ ଆମେ କରୁଅଛୁ। ଆଉ ଏବେ ବିଶ୍ୱାସ କରିକି ତାଙ୍କର ଅନୁଗମନ କରୁ। ପ୍ରଭୁ ଭୋଜ ଆମମାନେ ଗ୍ରହଣ କରିବା ସମୟରେ ବାକ୍ୟରେ ଲେଖା ଯାଇଛି ନା, ତୁମ୍ଭେମାନେ ଯେତେ ଥର ଏହା ଭୋଜନ କର, ଯେତେ ଥର ଏହା ପାନ କର, ମତେ ସ୍ମରଣ କରିବା ପାଇଁ କର। ମତେ କହିଲେ କାହାକୁ? କୃଷାର୍ପିତ ଯୀଶୁଙ୍କୁ। କାରଣ ବାକ୍ୟରେ ଲେଖା ହେଇଛି ନା ଯେ ପ୍ରଥମ କରନ୍ତି ତାର 11 ପର୍ବ 23 ପଦ ପଢେ, 23 ଆଉ 24 ପଦ। ପ୍ରଥମ କରନ୍ତି 11, 23 ଆଉ 24। କାରଣ ମୁଁ ପଢିବେ। କାରଣ ମୁଁ ପ୍ରଭୁଙ୍କ ଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି ତାହା ଏହି ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର, ମତେ ସ୍ମରଣ କରିବା ନିମନ୍ତେ ଏହା କର। ଆମେନ୍। ଏଠାରେ ଗୋଟେ ଶବ୍ଦ ମିସ୍ ହେଇଛି ତର୍ଜମାରେ, ସେଟା ହେଲା ଏହା ତୁମ୍ଭମାନଙ୍କ ନିମନ୍ତେ ରୁଟି ଭାଙ୍ଗି କହିଲେ, ଏହା ତୁମ୍ଭମାନଙ୍କ ନିମନ୍ତେ ଭଗ୍ନ ହୋଇଥିବା ମୋହର ଶରୀର। ଭଗ୍ନ ହୋଇଥିବା ମୋର ଶରୀର। This is my body broken for you। ତା ଅର୍ଥ ଭଗ୍ନ କୋଉଠାରେ ହେଲା? ଶରୀର କ୍ରୁଶରେ। ଏବଂ ସେହି କ୍ରୁଶରେ ହତ ଯୀଶୁଙ୍କୁ ସ୍ମରଣ କରି ଆମମାନେ ପ୍ରଭୁ ଭୋଜନରେ ଅଂଶୀ ହେଇଥାଉ। ଅତଏବ ସେହି ବିଷୟ ହିଁ ପ୍ରେଜେଣ୍ଟ ଟେନ୍ସର ଆମର ବିଶ୍ୱାସ। ଆମମାନେ ଗାଲାତି ତାର 2 ପର୍ବ 20 ପଦ ତାହା ପ୍ରକାଶ କରୁଅଛି ଯେ କାହାକୁ ବିଶ୍ୱାସ କରିବା? ଯୋଉ ଯୀଶୁ ମୋ ନିମନ୍ତେ କ୍ରୁଶାର୍ପିତ ହୋଇଅଛନ୍ତି ସେହି ଯୀଶୁଙ୍କୁ ବିଶ୍ୱାସ କରି ଯାପନ କରୁଅଛି। ପ୍ରେଜେଣ୍ଟ କଣ୍ଟିନ୍ୟୁସ୍। ତା ଅର୍ଥ କ୍ରୁଶାର୍ପିତ ଯୀଶୁ ମୋ ଜୀବନରେ ସର୍ବଦା ପ୍ରକାଶିତ ହେବା ଜରୁରୀ ଅଟେ ବା ପ୍ରକାଶମାନ ହେବା ଜରୁରୀ ଅଟେ। କ୍ରୁଶାର୍ପିତ ଯୀଶୁ। ସେଥିପାଇଁ ଏଠାରେ ଲେଖା ଯାଉଛି ଯେ ମୁଁ ଜୀବିତ ନୁହେଁ, ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଟନ୍ତି। ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଟନ୍ତି, ଜୀବିତ ଅଛନ୍ତି। ତା ଅର୍ଥ ଆପଣ କ୍ରୁଶ ଘେନି ଯୀଶୁଙ୍କର ଅନୁଗମନ କରିବା କହିଲେ ଆମର ନିଜର ପାପର ସ୍ୱଭାବକୁ କ୍ରୁଶାର୍ପିତ କରି 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 ଏହା ପ୍ରତିଦିନର ମାମଲା ଅଟେ। ପ୍ରତିଦିନ ମୋ ପାପ କରିବାର ଆମର ବାସନା ଜାଗି ଉଠେ। ସୁଯୋଗ ପାଇଲେ ସେତେ ବଡ ପାପ ଆମମାନେ କରିବା ପାଇଁ ପଛଘୁଞ୍ଚା ହୋଇ ନଥାଉ। କୋଉ ପ୍ରକାରେ? ଗୋଟେ ଉଦାହରଣ ପାଇଁ ମୁଁ କହୁଛି। ଏବେ କି ସିଜନ ଚାଲିଛି? 40 ଦିନିଆ ଗୋଟେ ସିଜନ, ଲେଣ୍ଟ ସିଜନ। ଲେଣ୍ଡ ସିଜନ। ଲେଣ୍ଡ ସିଜନକୁ ଆମେ କାହିଁକି ପାଳନ କରୁଅଛୁ? ଲେଣ୍ଡ କହିଲେ କଣ? ଦୁଃଖ ଭୋଗ ସପ୍ତାହ। ଦୁଃଖ କହିଲେ କି ଦୁଃଖ? କୁହନ୍ତୁ। ଯୀଶୁ ଜଗତ ପାଇଁ ଯୋଉଟା କଷ୍ଟ ପାଇଲେ ଯୀଶୁ ଜଗତ ପାଇଁ କଣ? ଆମମାନଙ୍କ ନିମନ୍ତେ କ୍ଲେଶ ଦୁଃଖ କ୍ରୁଶାର୍ପିତ ହେଲେ। ଓକେ, ଆମ ପାଇଁ କ୍ଲେଶ ପାଇଲେ। ହଁ, ଏଇ ଜିନିଷକୁ ସ୍ମରଣ କରୁଅଛୁ। କେମିତି କରୁଅଛୁ? ପାଳନ ଟା କେମିତି କରୁଅଛୁ? ସ୍ମରଣ କେମିତି କରୁଅଛୁ?
ଶେଷ ରାତ୍ର ଭୋଜ ଦିନରୁ ପାଳନ ସେଟା ଯୋଡା ହେଇଛି, ସେପରି ରୁଟି ଖାଇକି ପ୍ରତୀକ ବାଣୀକୁ ଡାକି ଉପବାସ ଓ ପ୍ରାର୍ଥନାରେ ଭେରି ଗୁଡ। କେତେ ଦିନ ଭଉଣୀ? ହଉ କୁହନ୍ତୁ, ନାଇଁ ମୁଁ କହିଯାଉଛି। ଏବେ ଏଇ 40 ଦିନ ପର୍ଯ୍ୟନ୍ତ କେହି ଆମର ପ୍ରିୟଜନ, ପ୍ରିୟ ବିଶ୍ୱାସୀ ଭାଇ ଭଉଣୀ ମାନେ ଉପବାସରେ ରୁହନ୍ତି, ଆମିଷ ଖାଆନ୍ତି ନାହିଁ, ପିତା ଖାଆନ୍ତି, କିଏ ଇଭେନ୍ ମାନେ କ୍ଷର ମଧ୍ୟ ହୁଅନ୍ତି ନାହିଁ, ଚୁଟି କାଟନ୍ତି ନାହିଁ, ଏହି ପ୍ରକାର ଭାବରେ ପାଳନ କରନ୍ତି। ଏହା କି କୃଷାର୍ପିତ ଯୀଶୁଙ୍କର ପରିପ୍ରକାଶ? ଲେଣ୍ଟ ସିଜନ ପାଳନ କରିବା ମନା ନୁହେଁ, କିନ୍ତୁ ମୁଁ ଫାଷ୍ଟିଂ ରେ ଅଛି ବୋଲି କହିବାଟା କଣ ଅଟେ? ଏ ବିଷୟ ଆଗରୁ ମଧ୍ୟ ମୁଁ ଟଚ୍ କରିଛି, ପ୍ରକାଶ କରିଅଛି, ମାନେ ବାଇବଲ ପ୍ରକାଶ କରିବାଟା ମୁଁ ସେୟାର କରିଅଛି। ମ୍ୟୁଟ ହେଇଯାଇଛି ଆପଣଙ୍କର। ଯଦି ଆମମାନେ ଈଶ୍ୱରଙ୍କର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରି 40 ଦିନ ଏକ ବିଶେଷ ଭାବରେ ପ୍ରାୟୋଜିତ ସମର୍ପିତ ଜୀବନ କାଟିବା ପାଇଁ ଯୋଜନା କରୁଛୁ, ବହୁତ ଭଲ, ବହୁତ ଆବଶ୍ୟକ ଅଟେ। କିନ୍ତୁ ସେଟା କାହିଁକି କରୁଛୁ? ନିଜକୁ ଅସ୍ୱୀକାର କରିବା ପାଇଁ କରିବା ଆବଶ୍ୟକ ଅଟେ, ନିଜକୁ ବଡ ବୋଲି ଦେଖାଇବା ପାଇଁ ନୁହେଁ। ଅନେକ ସମୟରେ ସେ ଘଟଣାଟା ଘଟୁଅଛି, ଯୋଉ ଉଦ୍ଦେଶ୍ୟରେ ଆମେ ତାହା ପାଳନ କରୁଅଛୁ, ତାହାର ବିପରୀତ କଥା ହିଁ ଆମ ମୁଖରୁ ବାହାରେ। ନିଜକୁ ଅସ୍ୱୀକାର କରିବା ପାଇଁ ଆମମାନେ ଫାଷ୍ଟିଂ ରହୁ। ଏଟା ହେଲା ଫାଷ୍ଟିଂ କଲେ ଅସ୍ୱୀକାର କରିବା, ଏଇ ବଡି, ଏଇ ଶରୀର ଚାହୁଁଥିବା ଜିନିଷକୁ ମନା କରିବାଟା, ଏଇ ଜୀବନ ଚାହୁଁଥିବା ଜିନିଷଟାକୁ ମନା କରିବାଟା ଫାଷ୍ଟିଂ କଲେ ତାହା ଅଟେ। କିନ୍ତୁ ଆମମାନେ ଶାରୀରିକ ଭାବରେ ଫାଷ୍ଟିଂ କରୁଥିବା ଏବଂ ଆମମାନେ ମାନସିକ ଭାବରେ ତାହା ପ୍ରକାଶ କରୁଥିବା, ମୁଁ ଫାଷ୍ଟିଂ କରୁଅଛି, ଏଟା ସେଟା ବୋଲି କହିବ, ଠିକ ବିପରୀତ ଘଟୁଅଛି। ସେହି ଜିନିଷ ନ ହେଉ। ଆପଣାକୁ ଅସ୍ୱୀକାର ନ କଲେ ଖ୍ରୀଷ୍ଟ ପ୍ରକାଶିତ ହେବେ ନାହିଁ, ଖ୍ରୀଷ୍ଟ ସ୍ୱୀକୃତି ପାଇବେ ନାହିଁ। ମୁଁ ବଡ ବୋଲି ପ୍ରକାଶିତ ହେବା ଦ୍ୱାରା ଖ୍ରୀଷ୍ଟଙ୍କର ସ୍ଥାନ ସେଠାରେ ରହୁ ନାହିଁ। ଗାଲାତି ତାର 6 ପର୍ବ 14 ପଦ ପଢିବେ। କିନ୍ତୁ ଆମ୍ଭଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କୃଷ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ ଠାରୁ ଦୂରେ ଥାଉ। ତାହାଙ୍କ ଦ୍ୱାରା ଜଗତ ମୋ ପ୍ରତି ଓ ମୁଁ ଜଗତ ପ୍ରତି କୃଷରେ ହତ ହୋଇଅଛି। ଆମେ ଏଟା ହଉଛି ପ୍ରେଜେଣ୍ଟ ସିଚୁଏସନ। ଏବେ ଏହା ଦ୍ୱାରା କୃଷାର୍ପିତ ଜୀବନ ବଞ୍ଚିବା, ନିଜକୁ ଅସ୍ୱୀକାର କରିବା ଜୀବନ ବଞ୍ଚିବା ହିଁ ଆମମାନଙ୍କୁ ଖ୍ରୀଷ୍ଟଙ୍କର ଅନୁଗାମୀ ହେବାକୁ ସାହାଯ୍ୟ କରେ ବା ସରଳ କରେ। ଏସବୁ ଯଦି ହେବ ନାହିଁ, ଆମେ ଖ୍ରୀଷ୍ଟଙ୍କର ପ୍ରକୃତ ଅନୁଗାମୀ ହୋଇପାରିବା ନାହିଁ, ଅନୁଗାମୀ ହୋଇପାରିବା ନାହିଁ। ଆମେ ଅତୀତରେ ଆମ ଜୀବନରେ କରିଥିବା ଜିନିଷକୁ ବିଶ୍ୱାସ କରୁଥାଇପାରୁ, ପାଷ୍ଟ ଘଟଣା, ତା ଅର୍ଥ ଏଲିୟ ହେଇପାରିବେ ଯୀଶୁ ଆମ ପାଇଁ ମଧ୍ୟ, ଯୁବକ ଜହନ ହୋଇପାରିବେ, ବର୍ତ୍ତମାନର ଖ୍ରୀଷ୍ଟ ହୋଇପାରିବେ ନାହିଁ। ପ୍ରତିଦିନ ଆପଣା କୃଷ ଘେନି ତାହାଙ୍କର ଅନୁଗମନ କରିବା, ପ୍ରତିଦିନ ନିଜର କୃଷ ଯଦି ଆମେ ନେବା ନାହିଁ, ନିଜକୁ ଯଦି ଅସ୍ୱୀକାର କରିବା ନାହିଁ, କୃଷାର୍ପିତ ଜୀବନ ଯଦି ବଞ୍ଚିବା ନାହିଁ, ତାହେଲେ ଆମେ ଖ୍ରୀଷ୍ଟିଆନ ହୋଇପାରିବା ନାହିଁ। ଆମେ ଖ୍ରୀଷ୍ଟିଆନ ହୋଇପାରିବା ନାହିଁ। ଅତଏବ ଖ୍ରୀଷ୍ଟ ଆମ ପାଇଁ କିଏ ଅଟନ୍ତି? ଖ୍ରୀଷ୍ଟଙ୍କୁ ମୁଁ କଣ ବୋଲି କହିବି? ଏଟା ଆମର ପ୍ରଶ୍ନ ଥିଲା, ଆମ ଭରସାର ପ୍ରଶ୍ନ,
ଆମମାନଙ୍କୁ ରଖିବା ଆବଶ୍ୟକ ଅଟେ। କେତେବେଳେ ତାହା ହେବ? ଖ୍ରୀଷ୍ଟଙ୍କୁ ଜାଣିବାଟା এটা କେବଳ ଅତୀତ ବିଷୟ ନୁହେଁ, এটা ପ୍ରେଜେଣ୍ଟ କଣ୍ଟିନ୍ୟୁସ୍ ର ଅନୁଭୂତି ଅଟେ। ଖ୍ରୀଷ୍ଟିଆନ ଲାଇଫ ଇଜ ଅଲୱେଜ ପ୍ରେଜେଣ୍ଟ କଣ୍ଟିନ୍ୟୁସ୍ ରିଲେସନସିପ ଅଟେ। ଖ୍ରୀଷ୍ଟଙ୍କ ସହିତ ବା ଈଶ୍ୱରଙ୍କ ସହିତ ଆମମାନେ ପ୍ରତିଦିନ ର ସମ୍ପର୍କ ଦ୍ୱାରା ଖ୍ରୀଷ୍ଟ କିଏ ଅଟନ୍ତି ତାହା ଆମ ଜୀବନ ଦ୍ୱାରା ପ୍ରକାଶିତ କରିପାରିଥାଉ। ଆମମାନେ ମୁଖରେ ତ ପ୍ରକାଶ କରୁଅଛୁ, ସେଟା ମନା ନାହିଁ, କିନ୍ତୁ ମୁଖରେ ଯାହା ପ୍ରକାଶ କରୁଅଛୁ ତାହା ଅନ୍ତରରେ ସଠିକ ଥିବା ଆବଶ୍ୟକ ଅଟେ। ଆମମାନଙ୍କର ଅନ୍ତରସ୍ଥ ପୁରୁଷ ବା ଜୀବନ ଏବଂ ପ୍ରକାଶ ପାଉଥିବା ମୁଖର ବାକ୍ୟ ସମାନ ତାଳ ଖାଇବା ମେଳ ଖାଇବା ଜରୁରୀ ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟ ମୋ ପାଇଁ କିଏ ଅଟନ୍ତି? ଖ୍ରୀଷ୍ଟ ମୋ ପାଇଁ କିଏ ଅଟନ୍ତି? ତାହା ଲୋକମାନେ କେମିତି ଜାଣିବେ? ଖ୍ରୀଷ୍ଟଙ୍କୁ ଦେଖିପାରିବେ ନାହିଁ, ମତେ ଦେଖିବେ ଆଉ ମୋ ଠାରେ ଖ୍ରୀଷ୍ଟଙ୍କୁ ଦେଖିବେ। କୋଉ ପ୍ରକାରେ? ମୋ ଠାରେ ଖ୍ରୀଷ୍ଟ ଉଚ୍ଚୀକୃତ ଯଦି ହେଉଅଛନ୍ତି ତାହେଲେ ସେ ଦେଖାଯିବେ, ପ୍ରକାଶିତ ହେବେ, ବୁଝାଯିବେ, ଲୋକମାନେ ତାଙ୍କୁ ବୁଝି ପାରିବେ। ଅତଏବ ଆଜି ଆମମାନଙ୍କ ପାଇଁ ଖ୍ରୀଷ୍ଟ କିଏ ଅଟନ୍ତି ତାହା ଆମମାନଙ୍କର ବର୍ତ୍ତମାନର ନିଜକୁ ଅସ୍ୱୀକାର କରି ଆପଣ କ୍ରୁଶ ଘେନି ଆପଣ କ୍ରୁଶ ଘେନିବା କଲା ଆଜ୍ଞା ସେଟା ଅଦୃଶ୍ୟ ଅଟେ। ଅନ୍ତରସ୍ଥ ବିଷୟର କୃଷାପଣ କରିବାର ବିଷୟ ଅଟେ। ଆଉ ଅଦୃଶ୍ୟରେ ଯାହା ଘଟୁଅଛି ମୋ ଜୀବନରେ ତାହା ବାହାରେ ଦୃଶ୍ୟମାନ ହୋଇକି ପ୍ରକାଶିତ ହେବ। ଆଉ ଯାହା ବାହାରେ ପ୍ରକାଶିତ ହେବ ସେ ଖ୍ରୀଷ୍ଟ ଅଟନ୍ତି। ସେ ଖ୍ରୀଷ୍ଟ ଅଟନ୍ତି। ଅତଏବ ଖ୍ରୀଷ୍ଟ ଯେତେବେଳେ ମୋ ଜୀବନରେ ଉଚ୍ଚୀକୃତ ହେଉଅଛନ୍ତି ଆଉ ମୁଁ ନ୍ୟୁନ ହେଉଅଛି, ତେବେ ମୁଁ ଖ୍ରୀଷ୍ଟିଆନ ବୋଲି ପ୍ରକାଶିତ ହେବି। ମୁଁ ଖ୍ରୀଷ୍ଟିଆନ ବୋଲି ପ୍ରକାଶିତ ହେବି। ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଏ ଯୋଉ ଲେଟ୍ ସିଜନରେ ବର୍ତ୍ତମାନ ଅଛୁ, ଏକ ସଠିକ ସମୟ ଅଟେ। ଆମେ ଯଦି ବାଛୁଛୁ ଆପଣଙ୍କୁ ଅସ୍ୱୀକାର କରିବା ପାଇଁ ଏହି ପ୍ରକାର କେତୋଟି ଦିନ ମୁଁ ଏହି ପ୍ରକାରେ ବିତାଇବା ପାଇଁ ଚାହେଁ, ଏହା ଏକ ବହୁତ ସ୍ୱାଗତ ଯୋଗ୍ୟ ନିଷ୍ପତ୍ତି ଅଟେ, ଜୀବନ ଅଟେ, ସମର୍ପଣ ଅଟେ। କିନ୍ତୁ ତାହା ମତେ ଏହି ପ୍ରକାରେ କରୁଛି ବୋଲି ଆତ୍ମ ବଢିମା ପ୍ରକାଶ କରିବାର କାରଣ ନ ହଉ। କୌଣସି ମତେ ତାହା ନ ହଉ। କିନ୍ତୁ ଏହା କରିବା ଦ୍ୱାରା, ଏହି ପ୍ରକାର ପାଳନ କରିବା ଦ୍ୱାରା ଖ୍ରୀଷ୍ଟ ଗୌରବାନ୍ୱିତ ହୁଅନ୍ତୁ, ପ୍ରକାଶିତ ହୁଅନ୍ତୁ, ପରିଚିତ ହୁଅନ୍ତୁ ଏବଂ ଉଚ୍ଚୀକୃତ ମଧ୍ୟ ହୁଅନ୍ତୁ। ପ୍ରଭୁ ଆମମାନଙ୍କୁ ଏତେ ଅନୁଗ୍ରହ ଦେଇ ଅଛନ୍ତି। ସେ ଅନୁଗ୍ରହ କଣ ଅଟେ? ଗାଲାତି 2:21 ପଦ। ପ୍ଲିଜ ପଢିବା। ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁନାହିଁ, କାରଣ ଯଦି ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ଭୋଗ କରିବା ବୃଥା। ଅନୁଗ୍ରହକୁ ବ୍ୟର୍ଥ କରୁନାହିଁ, କିନ୍ତୁ କୋଉଥିପାଇଁ ବ୍ୟବହାର କରୁଅଛି? ବର୍ତ୍ତମାନ ମୁଁ ଯୋଉ ଧାର୍ମିକ ଜୀବନ ଯାପନ କରୁଅଛି, ଆଉ ସେଇଥିପାଇଁ ଅନୁଗ୍ରହ ପରମେଶ୍ୱର ଆମମାନଙ୍କୁ ଦେଇ ଅଛନ୍ତି। ପାଉଲଙ୍କୁ ଯେମିତି ଦେଇଥିଲେ। ପାଉଲ କଣ ପ୍ରକାଶ କରୁଛନ୍ତି? ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଯୋଉ ଧାର୍ମିକତା, ସେହି ଧାର୍ମିକ ଜୀବନ ବଞ୍ଚିବା ପାଇଁ ମୁଁ ଈଶ୍ୱରଙ୍କର ଅନୁଗ୍ରହକୁ ସମ୍ପୂର୍ଣ୍ଣ ବା ପୂର୍ଣ୍ଣ ମାତ୍ରାରେ ଉପଯୋଗ କରୁଅଛି। The grace of God is always given to live a righteous life. ଧାର୍ମିକ ଜୀବନ ଯାପନ ନିମନ୍ତେ, ପବିତ୍ର ଜୀବନ ଯାପନ ନିମନ୍ତେ, ଈଶ୍ୱରଙ୍କ ଇଚ୍ଛାର ଜୀବନ ଯାପନ ନିମନ୍ତେ ପରମେଶ୍ୱର ମାନଙ୍କ ପାଇଁ ଅନୁଗ୍ରହ ତଥା ଯଥେଷ୍ଟ ପରିମାଣରେ ଅନୁଗ୍ରହ ଦେଇ ଆସୁଅଛନ୍ତି। ଅତଏବ ପ୍ରଭୁ ଆମମାନଙ୍କ ପାଇଁ ଯେଉଁ
ସୁଯୋଗ ଦେଇ ଅଛନ୍ତି ବା ସୁଯୋଗ ପ୍ଲସ୍ ଅନୁଗ୍ରହ ରୂପକ ଶକ୍ତି ଦେଇ ଅଛନ୍ତି, ତାହାର ସଦ୍ବିନିଯୋଗ କରି ଆମେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଈଶ୍ୱରଙ୍କ ଇଚ୍ଛାର ଏକ ଧାର୍ମିକ ଜୀବନ, ଖ୍ରୀଷ୍ଟଙ୍କୁ ଉଚ୍ଚୀକୃତ କରୁଥିବା ଏକ ଜୀବନ, ଆପଣଙ୍କୁ ଅସ୍ୱୀକାର କରୁଥିବା ଜୀବନ, ଏହା ବଞ୍ଚିବା ପାଇଁ ଈଶ୍ୱର ଆମକୁ ଅନୁଗ୍ରହ ଦେଇ ଆସିଅଛନ୍ତି ଆଉ ପ୍ରଚୁର ଭାବରେ ଦେଇ ଆସି ଅଛନ୍ତି। ଆଉ ଗୋଟେ ସେ ଅନୁଗ୍ରହ ବ୍ୟବହାର କରାଯାଇଅଛି ଏଇ କଣ୍ଟେକ୍ସଟରେ ଦ୍ୱିତୀୟ କରନ୍ଥୀ 9 ପର୍ବ 9 ପର୍ବ ନାହିଁ, ଦ୍ୱିତୀୟ କରନ୍ଥୀ 12 ପର୍ବ ତାର 9 ପର୍ବ। ଆଉ ସେ ମତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋର ଦୁର୍ବଳତାରେ ଦର୍ପ କରିବି। ଏବେ ଏଇ ଦୁର୍ବଳତାରେ ଦର୍ପ କରିବା ପାଇଁ ବୋଲି ଅନୁଗ୍ରହ ଦତ୍ତ ହୋଇଅଛି। କୋଉ କଣ୍ଟେକ୍ସଟ ଏଟା ଲେଖା ହେଇଛି? 12 ପର୍ବର 1 ପଦ ତଳକୁ ଯେତେବେଳେ ଆମେ ପାଠ କରୁଅଛୁ, ପାଉଲ ନିଜ ବିଷୟରେ ହିଁ କହୁଛନ୍ତି, ଜଣେ ବ୍ୟକ୍ତି ବୋଲିକି କହୁଛନ୍ତି। ସେହି ବ୍ୟକ୍ତି କୋଉ ପ୍ରକାର ହେଇ ଅଛନ୍ତି? ସେ 14 ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା ବୋଲିକି କହୁଅଛନ୍ତି। ତାମାନେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ଈଶ୍ୱର ତାଙ୍କୁ ଉଠେଇଥିଲେ, ସେତିକି ରେଭେଲେସନ ତାଙ୍କୁ ଦେଲେ, ଆଉ ସେଥିପାଇଁ ବୋଲି ସେ ଈଶ୍ୱର ବିଷୟକ ଜ୍ଞାନରେ ଭରପୁର ଥିଲେ। ଈଶ୍ୱର ବିଷୟକ ଜ୍ଞାନରେ ଭରପୁର ଥିବାଟା ଏକ ବହୁତ ବଡ ଗର୍ବର ବିଷୟ ଅଟେ। ଆଉ ସେଇ ଗର୍ବ ଯେପରି ନ କରନ୍ତି, ସେଥିପାଇଁ ଈଶ୍ୱର ତାଙ୍କର ଷ୍ଟମାକରେ, ତାଙ୍କର ଷ୍ଟମାକରେ, ତାଙ୍କର ପେଟରେ ଗୋଟେ ଯନ୍ତ୍ରଣା, ଗୋଟେ କଣ୍ଟା ସେ ଦେଇଥିଲେ। ଆଉ ସେତେବେଳେ ଏହା ଦୂର କର ବୋଲି ଯେତେ ପ୍ରାର୍ଥନା କଲେ ବି ଈଶ୍ୱର କହିଲେ ଯେ ମୋର ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ଆତ୍ମିକ ଗର୍ବ ନ ହଉ ବୋଲି ଏକ ଶାରୀରିକ ଦୁର୍ବଳତା ଈଶ୍ୱର ତାଙ୍କ ପେଟରେ ଖଞ୍ଜି ଦେଇଥିଲେ, ଯେପରି ସେ ସର୍ବଦା ନମ୍ର ହେଇକି ରହିବେ, ଆପଣଙ୍କୁ ଅସ୍ୱୀକାର କରିବା ପାଇଁ ସହଜ ହେବ ବୋଲି ତାହା କହିଲେ। ଅତଏବ ଆତ୍ମିକ ଜୀବନର ଗର୍ବ ମଧ୍ୟ ପାପ ଅଟେ। ଆଉ ସେ ପାପ ନ କରିବା ନିମନ୍ତେ ଏବଂ ଈଶ୍ୱର ଦତ୍ତ ଧାର୍ମିକତାର ଜୀବନ ବଞ୍ଚିବା ନିମନ୍ତେ ଅନୁଗ୍ରହ ଦିଆହେଇଛି। ଯଥେଷ୍ଟ ପରିମାଣରେ ଅନୁଗ୍ରହ ତାହା ଦିଆଯାଉ ଅଛି। ଈଶ୍ୱର ଆମମାନଙ୍କ ପାଇଁ ଅନୁଗ୍ରହ ଏଥିପାଇଁ ଦେଇଛନ୍ତି ଯେ ଆମେ ଆପଣାକୁ ଅସ୍ୱୀକାର କରୁ, ଖ୍ରୀଷ୍ଟଙ୍କୁ ସ୍ୱୀକାର କରୁ ଏବଂ ଆମମାନେ ଅନ୍ୟମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଉ, କିନ୍ତୁ ଖ୍ରୀଷ୍ଟଙ୍କୁ ଆମମାନେ ସ୍ୱୀକାର କରୁ। ସ୍ୱୀକାର କରୁ। ଏହା କରିବା ଦ୍ୱାରା, ଏହି ପ୍ରକାର କରି ହିଁ ଆମମାନେ ଖ୍ରୀଷ୍ଟୀୟ ଜୀବନ ଯାପନ ବା ଖ୍ରୀଷ୍ଟଙ୍କର ଅନୁଗମନ କରିପାରିବା। ଆଉ ଟିକେ ଆଉ ଦିଟା ପଦ ଦେଖିବା ଆଉ ଶେଷ କରିବା। ଲୁକ 9 ପର୍ବ ଆମେ ଯୋଉ ଅଂଶ ପାଠ କରୁଥିଲୁ ସେଠିକି ଫେରିଯିବା। ସେଠି ଲେଖା ଯାଇଅଛି 24 ପଦରେ, ଲୁକ 9:24, ଯେଣୁ ଯେ କେହି ମୋର ଓ ମୋର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର ପୁଣି ପବିତ୍ର ଦୂତମାନଙ୍କର ମହିମାରେ ଆଗମନ କରିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜାବୋଧ କରିବେ। ଯେ କେହି ଆପଣ ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ଲଜ୍ଜାବୋଧ 26 ପଦ ପଢିଲେ ବୋଧେ ନାଇଁ କି? ଓକେ, 24 ଟା କହୁଥିଲି, ସେଟା ବି ପାଠ କାରଣ ଯେ କେହି 24 ବି ଆପଣ ପଢନ୍ତୁ। ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ, କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ। ଏବେ ଆପଣ ଜୀବନକୁ ରକ୍ଷା କରିବା ପାଇଁ ବୋଲି ଯୀଶୁଙ୍କୁ ଅସ୍ୱୀକାର କରିବ, ତେବେ ସେ ତାର ଜୀବନ ହରାଇବ।
କିନ୍ତୁ ନିଜର ଜୀବନ ହରାଇକି ଯଦି ଖ୍ରୀଷ୍ଟଙ୍କୁ ସ୍ୱୀକାର କରିବ ତାହେଲେ ସେ ଲାଭ କରିବ, ତାହା ସେ ନାହିଁ ହରାଇବ ନାହିଁ। ଏବେ କଣ କଥାଟା ଆସୁଛି, ଯୀଶୁ ପୁରା ସ୍ପଷ୍ଟ ପ୍ରାକ୍ଟିକାଲ କଥା କହୁଛନ୍ତି। ଯଦି ମତେ ଅସ୍ୱୀକାର କରି ନିଜର ଜୀବନକୁ ଯଦି ବଞ୍ଚେଇବାକୁ ଚାହୁଁଛ, ଓକେ ଫାଇନ, କିନ୍ତୁ ତୁମେ ତା ଅନନ୍ତ କାଳରେ ତାହା ହରାଇବ, ତାହା ରକ୍ଷା କରିବ ନାହିଁ। ପିତର ଯିଏ ଏ କଥା କହିଲେ ତୁମେ ଈଶ୍ୱରଙ୍କ ଖ୍ରୀଷ୍ଟ ବୋଲି, ଏବେ ସେହି ପିତରଙ୍କ ପାଇଁ ଏହି ବାକ୍ୟ କେତେ ପ୍ରଯୁଜ୍ୟ ହେଉଅଛି ଦେଖନ୍ତୁ। କାରଣ ଏହି ପିତର ହିଁ ଯୀଶୁଙ୍କୁ ଅସ୍ୱୀକାର କଲେ, କାହିଁକି? ନିଜର ଚମଡା ରକ୍ଷା କରିବା ପାଇଁ, ନିଜର ଜୀବନ ରକ୍ଷା କରିବା ପାଇଁ। ପ୍ରଭୁଙ୍କର ଅନୁଗ୍ରହ ତାଙ୍କ ପାଇଁ ଯଥେଷ୍ଟ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ପାଇଁ ପ୍ରତିଜ୍ଞାତ ଜୀବନ ଯୋଜନା କରିଥିଲେ ବୋଲି ତାଙ୍କୁ ପୁଣି ଡାକିକି ଆଣିଲେ ଏବଂ ତାଙ୍କର ପ୍ରେମରେ ତାଙ୍କୁ ସଂସ୍ଥାପିତ କଲେ ଏବଂ ଖ୍ରୀଷ୍ଟଙ୍କୁ ପ୍ରେମ କରି ତାଙ୍କ ସେବା କରିବା ନିମନ୍ତେ ଚ୍ୟାଲେଞ୍ଜ କଲେ, ଅନୁଗ୍ରହ ମଧ୍ୟ ଦେଲେ। ପ୍ରିୟ ଭାଇ ଭଉଣୀ ମାନେ, ଆପଣାକୁ ରକ୍ଷା କରିବା ପାଇଁ ଯଦି ଆମେ ଚାହିଁବା, ଅଗ୍ରାହ୍ୟ ହେବାକୁ ଇଚ୍ଛା କରିବା ନାହିଁ, ଦୁଃଖ ଭୋଗ କରିବାକୁ ଇଚ୍ଛା କରିବା ନାହିଁ, କୃଷାର୍ପିତ ହେବାକୁ ଇଚ୍ଛା କରିବା ନାହିଁ, ତାହେଲେ ଆମମାନଙ୍କ ପାଇଁ କଣ ହେବ? ସେଟା 25ରେ ଲେଖା ହେଇଛି ନା, ଜଗତ ଲାଭ କରିବା କିନ୍ତୁ ଆପଣା ଜୀବନକୁ ଆମମାନେ ହରାଇବା। ଆମ ପାଇଁ ଏକ ୱାର୍ଣ୍ଣିଂ ଅଟେ। ଆପଣଙ୍କୁ ଯଦି ଅସ୍ୱୀକାର କରୁନାହୁଁ, ଖ୍ରୀଷ୍ଟଙ୍କୁ ଯଦି ସ୍ୱୀକାର କରୁନାହୁଁ, ତାହେଲେ ଆମେ ଖ୍ରୀଷ୍ଟିଆନ ହୋଇ ବଞ୍ଚି ପାରିବା ନାହିଁ ବା ଯୀଶୁଙ୍କର ଅନୁଗାମୀ ହୋଇପାରିବା ନାହିଁ। ଜଗତ ଆଗରେ ଆମେ ବହୁତ ବଡ ଲୋକ ହେଇପାରୁ, ଲୋକମାନେ ସ୍ପିରିଚୁଆଲ ବୋଲି କହିପାରନ୍ତି, ଇତ୍ୟାଦି ଇତ୍ୟାଦି କହିପାରନ୍ତି, କିନ୍ତୁ ଆମମାନେ ଖ୍ରୀଷ୍ଟଙ୍କର ଅନୁଗାମୀ ହିଁ ହେଇକି ରହୁ। ଲୋକମାନେ ଆମକୁ କଣ କୁହନ୍ତି ନ କୁହନ୍ତି, ଲାଇକ୍ କରନ୍ତୁ ନ କରନ୍ତୁ, ସେ ନ କରନ୍ତୁ, ଫଲୋ କରନ୍ତୁ ନ କରନ୍ତୁ, ସେଟା ବିଲକୁଲ ଆମର ମତଲବ ନାହିଁ। ଖ୍ରୀଷ୍ଟ ହିଁ ଆମର ମତଲବ। ଖ୍ରୀଷ୍ଟଙ୍କୁ ଅନୁଗମନ କରିବା ପାଇଁ ହେଲେ ଆମମାନେ ଆପଣାକୁ ଅସ୍ୱୀକାର କରିବା, ତେବେ ଖ୍ରୀଷ୍ଟ ପ୍ରକୃତରେ ଆମ ଜୀବନରେ ଈଶ୍ୱରଙ୍କର ଖ୍ରୀଷ୍ଟ ହୋଇକି ବା ମହିମାନ୍ୱିତ ହୋଇକି ବଞ୍ଚିକି ରହିବେ, ମାନେ ପ୍ରକାଶିତ, ବଞ୍ଚିକି ରହିବେ ନା ପ୍ରକାଶିତ ହେବେ। ତା ଦ୍ୱାରା ଆମମାନେ ପ୍ରକୃତରେ ଈଶ୍ୱରଙ୍କର ଖ୍ରୀଷ୍ଟଙ୍କର ଅନୁଗାମୀ ବୋଲି ଆମମାନେ ଈଶ୍ୱରଙ୍କ ଠାରେ ଗୃହୀତ ହେବା। ଈଶ୍ୱର ଆମମାନଙ୍କୁ ସେଇ ପ୍ରକାରେ ଗ୍ରହଣ କରିବେ। ଆଜି ମୋ ପାଇଁ ଖ୍ରୀଷ୍ଟ କିଏ ଅଟନ୍ତି? ଆଜି ମୁଁ ଖ୍ରୀଷ୍ଟଙ୍କ ଠାରେ କିଏ ଅଟେ? ଏହି ପରିଚୟ ଆମମାନଙ୍କ ଠାରେ ସର୍ବଦା ନିଶ୍ଚିତ, ସ୍ପଷ୍ଟ, ବାକ୍ୟ ସଙ୍ଗତ ହେବା ଜରୁରୀ ଅଟେ। ପ୍ରଭୁଙ୍କର ଗୌରବ ହଉ। ଧନ୍ୟବାଦ।